ବିଶ୍ୱକପରେ ବଡ଼ ଓଲଟପାଲଟ ଯେଉଁ ଦର୍ଶକ ବନ୍ଧୁ ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାବୁଏ। ଟି20 ବିଶ୍ୱକପରେ ଏକ ବଡ଼ ଓଲଟପାଲଟ କରିଛି ଜିମ୍ବାବୁଏ। ଏହି ଆଫ୍ରିକା ଦଳ ଅଷ୍ଟ୍ରେଲିଆ ପରି ପୂର୍ବତନ ବିଶ୍ୱ ଚମ୍ପିଆନ ଦଳକୁ 23 ରନରେ ହରାଇ ଦେଇଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍ ବିର ଏକ ମୁକାବିଲାରେ ଟସ୍ ହାରି ଜିମ୍ବାବୁଏ ପ୍ରଥମେ ବ୍ୟାଟିଂ କରିଥିଲା। ଦୁଇ ଓପନର ବ୍ରାୟାନ୍ ବେନେଟ୍ 64 ଏବଂ ଟାଟାନୁଆନି ମାରୁୱାନି 35 ବଲ୍ରୁ 61 ରନ୍ର ଭାଗିଦାରୀ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ମାରୁୱାନି ପାଭିଲିୟନ୍ ଫେରିବା ପରେ ବେନେଟ୍ ନିଜର ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। ରିଆନ୍ ବଲ୍ 35ଙ୍କ ସହ ସେ 71 ରନ୍ ଏବଂ ସିକନ୍ଦର ରାଜା 25ଙ୍କ ସହ ସେ 38 ରନ୍ର ଦୁଇଟି ଉପଯୋଗୀ ଭାଗିଦାରୀ କରିଥିଲେ। ଦଳ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 169 ରନ୍ କରିଥିଲା। 170 ରନ୍ର ଲକ୍ଷ୍ୟ ପିଛା କରୁଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ନିୟମିତ ଭାବରେ ୱିକେଟ୍ ହରାଇଥିଲା ଏବଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି 29 ରନ୍ରେ ଦଳର 4 ଜଣ ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍ ପାଭିଲିୟନ୍ ଫେରିସାରିଥିଲେ। ମଧ୍ୟକ୍ରମରେ ଗ୍ରେଗ୍ ମ୍ୟାକ୍ସୱେଲ୍ 31 ଏବଂ ମାନ ରେଡ୍ସୋ ଯିଏକି 65ଙ୍କ ମଧ୍ୟରେ 67 ରନ୍ରେ ଏକ ଭାଗିଦାରୀ ଉପଯୋଗୀ କରିଥିଲେ। ତଥାପି ଅଷ୍ଟ୍ରେଲିଆକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଦଳ 19.3 ଓଭରରେ 146 ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଜିମ୍ବାବୁଏର ପ୍ଲେସର ବ୍ଲେସିଂ ମୁଜବାନି ଯିଏକି 4ଟି, ବ୍ରାଡ୍ ଇଭାନ୍ସ 3ଟି ୱିକେଟ୍ ନେଇ କଙ୍ଗାରୁ ଦଳର ବିପର୍ଯ୍ୟୟ ଘଟାଇଥିଲେ। ଯେଉଁ ଦର୍ଶକ ବନ୍ଧୁ 24 ବର୍ଷ ପରେ ପୁଣି ଥରେ ଯିଏକି ଟି20 ବିଶ୍ୱକପରେ ଅଷ୍ଟ୍ରେଲିଆକୁ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାବୁଏ। ଯେଉଁ ଦର୍ଶକ ବନ୍ଧୁ 2003 ବିଶ୍ୱକପ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ହରାଇଥିଲା ଜିମ୍ବାବୁଏ ଭଳି ଦଳ। ତାପରେ ଏବେ ଲମ୍ବା କ୍ରିକେଟ ଅବଧି ପରେ ପୁଣି ଥରେ ଟି20 ବିଶ୍ୱକପରେ ଶକ୍ତିଶାଳୀ ଦଳକୁ ଅଷ୍ଟ୍ରେଲିଆକୁ ହରାଇଛି ଜିମ୍ବାବୁଏ ଦଳ। ଯେଉଁ ଦର୍ଶକ ବନ୍ଧୁ ପ୍ରଥମ ବ୍ୟାଟିଂ କରି ଜିମ୍ବାବୁଏ 2 ୱିକେଟ୍ ହୋଇ 169 ରନ୍ ଟାର୍ଗେଟ୍ ଦେଇଥିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ଆଉ ଅଷ୍ଟ୍ରେଲିଆ ପ୍ରଥମରୁ 38 ରନ୍ରେ 4 ୱିକେଟ୍ ହୋଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ମଧ୍ୟ କମ୍ରେ ରେନ୍ସୋ ଏବଂ ମ୍ୟାକ୍ସୱେଲ୍ଙ୍କ କିଛି ମହତ୍ତ୍ୱପୂର୍ଣ୍ଣ ପାର୍ଟନରସିପ୍ ଯୋଗୁଁ ଦଳ ଆଗକୁ ଯାଇଥିଲା କିନ୍ତୁ ମ୍ୟାଚ୍କୁ ବିଜୟୀ କରାଇ ପାରିନଥିଲେ। ତେଣୁ ଶୁଣନ୍ତୁ ଦଳ 23 ରନ୍ରେ ପରାସ୍ତ ହୋଇଥିଲା। ଲଜ୍ଜାଜନକ ପରାଜୟ ବରଣ କରିଛି ଅଷ୍ଟ୍ରେଲିଆ। ଆଉ ଜିମ୍ବାବୁଏ ବର୍ତ୍ତମାନ 2ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଉପରକୁ ଅଛି। ଯେଉଁ ଦର୍ଶକ ବନ୍ଧୁ ତ ଇଏ ଥିଲା ଏକ ବଡ଼ ଅପଡେଟ୍ ଟି20 ବିଶ୍ୱକପରୁ ଆସିଥିବା ଅପଡେଟ୍ ମୁଁ ଆପଣମାନଙ୍କୁ ଜଣାଇଲି। ଅପଡେଟ୍ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତ ଲାଇକ୍ କରିବେ ଆଉ ज़्यादा ସେୟାର କରିବେ, କାରଣ ଏଇଭଳିଆ କ୍ରିକେଟ କଣ୍ଟେଷ୍ଟ ହେବା ପ୍ରଥମେ ମୋ ଚ୍ୟାନେଲ୍ ସ୍ମାଇଲ୍ ବାଡ଼ି କ୍ରିକେଟରେ ଆପଣମାନେ ଦେଖିବାକୁ ପାଇବେ। ତ ଆଜି ପାଇଁ ରହୁଛି ଦେଖା ହେବ କାଲି ଭିଡ଼ିଓରେ। ସେତେବେଳେ ଟେକ୍ କେୟାର, ଜୟ ଜଗନ୍ନାଥ।